ଯେଉଁଠାରେ ଏଥିରେ କଳଙ୍କ ଲାଗିଯାଏ, ଏହାକୁ ପୋକ ଖାଇଯାଆନ୍ତି ଏବଂ ଚୋରମାନେ ସିନ୍ଧି ଖୋଲି ଚୋରି କରି ନେଇଯାଆନ୍ତି। ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ଯେଉଁଠି ଏଥିରେ କଳଙ୍କ ଲାଗିବ ନାହିଁ, ପୋକ ଖାଇବ ନାହିଁ ଏବଂ ଚୋର ସିନ୍ଧି କରି ଚୋରି କରିବେ ନାହିଁ। ତୁମ୍ଭର ଧନ ଭଣ୍ଡାର ଯେଉଁଠାରେ, ତୁମର ହୃଦୟ ବି ସେଇଠାରେ। ତୁମର ଚକ୍ଷୁ ଶରୀରର ଦୀପ ପରି। ତୁମର ଚକ୍ଷୁ ଯଦି ସରଳ ହୁଏ, ତେବେ ତୁମର ସମଗ୍ର ଶରୀର ଏଥିରେ ଆଲୋକିତ ହେବ। କିନ୍ତୁ ତୁମର ଚକ୍ଷୁ ମନ୍ଦ ହେଲେ ତୁମର ସମଗ୍ର ଶରୀର ଅନ୍ଧାରମୟ ହୋଇଯିବ। ତେଣୁ ତୁମଠାରେ ଥିବା ଆଲୋକ ଯଦି ଅନ୍ଧକାର ହୁଏ, ତେବେ ସେହି ଅନ୍ଧକାର କେଡ଼େ ଗଭୀର ନ ହେବ। ଏହା ପ୍ରଭୁଙ୍କର ସୁସମାଚାର। Praise the Lord. Hallelujah. Hallelujah. Jai Jishu. Jai Jishu. Jai Jishu. Jai Jishu. Jai Jishu. Jai Jishu. धन्यवाद पिता, धन्यवाद पिता, धन्यवाद पुत्र, धन्यवाद पुत्र, धन्यवाद पवित्र आत्मा। धन्यवाद पवित्र आत्मा। हे पवित्र आत्मा, हे पवित्र आत्मा, में आस हृदय को, अंतर को, यही स्थान को, यही मंडल को, और परिवार को। हालेलुया, 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 हालेलुया। हालेलुया। कृष्ण बुझकरी और प्रिय भाई और भौणी माने, आज यही पवित्र अवसर रे आमे माने ध्यान करूछु जे आमर हृदय जेउठारे आमर मन सेहिठारे। तेणु आज आमे यही शुक्रवार रे मनन चिंतन करूछु जे निज पाई ए पृथ्वी रे धन संचय कर नाही, कारण कलंक लागिजिव, पोक खाइजिव। यही प्राकृतिक भौतिक जिनस प्रति यदि आमर आसक्त अच्छी प्रियर भाई भणी माने, ताहा केबे हेले बहु दिन तिष्ठि रहिबो नाही। तेणु आमहानकर जीवन मध्य तद्रूप समस्तंकर भैलिडिटी जो मोबाइल चार्ज करी आमर जीवन मध्य किए 70 किए 50 किए 60 वर्ष बंचिब। तेणु जीवन को जेतले मूल्यांकन करिबा, जीवनकर अर्थ कौन बुझिबा, सेतेबेले आमे माने आमर जीवनर महत्व बुझी थाओ, तदनुसारे जीवन यापन करि थाओ। तेणु बेले बेले मनुष्य जीवन एमिति जे आमे माने समय बर्बाद नष्ट करि थाओ एवं जो जिनिस प्रति अप्राण चेष्टा करि थाओ ताहा आमे निजे उपभोग करि न थाओ। तेणु काहीं पाई एही धन बा एही वस्तु बा एही जिनिस एवं संपर्क आम मानकर भांगी जाई थाए। तेणु आमर ईश्वर कहती एही प्रकार धन संचय कर जहाँकि पोक खाइब नाही, जहाँकि किए चोरी करिवे नाही, जहाँकि अनादि अनंत काल पाई तिष्ठि रहिब, मल्ले मध्य ताहा जीवंत ज्वलंत होइके रहिब। आ सेटा होछि सबुठारु बड़ संपद ज्ञान बा प्रज्ञा, ईश्वर प्रति भय एवं ईश्वरंकर प्रज्ञा प्रति आकृष्ट। अधिकांश आमे माने गिफ्ट्स ऑफ द होली स्पिरिट सबुठारु प्रथम होछि प्रज्ञा एवं ये प्रज्ञा ईश्वर ठारू आसी थाए। तेणु जो माने एजुकेटेड पाठ अर्जन करुछंती आमे खाली लेखवा पढ़ाटा जाणुछु, प्रज्ञा होछि ईश्वर ठारू जो ज्ञान भल कौन मंद कौन बुझीपार। तेणु आज आधुनिक समाज रे से प्रज्ञा आज देखा जाऊनी। मनुष्य डॉक्टर इंजीनियर
ସବୁ ଜ୍ଞାନରେ ପାରଙ୍ଗମ ନ ହେବା ଜିନିଷ ଡିସ୍କଭରି କରିପାରୁଅଛୁ, କିନ୍ତୁ ଆଜି ଆମେ ଈଶ୍ୱରଙ୍କର ଆଗରେ ବା ଦୁନିଆ ଆଗରେ ହାରି ଯାଇଅଛୁ ଯେ ଆମଠାରେ ପ୍ରଜ୍ଞା ନାହିଁ। ଭଲ କ'ଣ ମନ୍ଦ କ'ଣ ଆମେମାନେ ଡିଫରେନ୍ସ ଜାଣିପାରୁନାହୁଁ, ଯାହାରି ଫଳରେ କି ପ୍ରିୟର ଭାଇ ଭଉଣୀମାନେ ମନ୍ଦ ମାଦକତା ଦୁନିଆରେ ବଢ଼ିବାରେ ଲାଗିଅଛି, କିନ୍ତୁ ସତ୍ୟ ପବିତ୍ରତା ଧାର୍ମିକତା କମିବାରେ ଲାଗିଅଛି। ଏବଂ ଦ୍ୱିତୀୟରେ ହେଲା ଆମମାନଙ୍କର ଅନ୍ୱେଷଣ କରିବା ସଞ୍ଚୟ କରିବା ହେଉଛି ଆମର ଚରିତ୍ର। କାରଣ ଈଶ୍ୱର ଆମମାନଙ୍କୁ ସୃଷ୍ଟି କରିଛନ୍ତି ସାଦୃଶ୍ୟରେ ତାଙ୍କର ଚରିତ୍ର ଦେଇଛନ୍ତି। ତାଙ୍କର ଚରିତ୍ର ହେଲା ପ୍ରିୟର ଭାଇ ଭଉଣୀମାନେ କେମିତି ଜଗତକୁ ଜିଣିବା, ଜଗତରେ ଆମେମାନେ ରାଜୁତି କରିବା, ଟୁ ଗଭର୍ନ ଦ ୱାର୍ଲଡ। କିନ୍ତୁ ଆଜି ଦୁର୍ଭାଗ୍ୟର ବିଷୟ, ଜଗତକୁ କ'ଣ ଜିଣିବା? ଜଗତ ଆମକୁ ଜିଣିଛି, ଜଗତ ଆମକୁ କିଣିଛି। ଜଗତର ଢାଞ୍ଚା ଅନୁସାରେ ଆମେ ଜୀବନ ଯାପନ କରୁଛୁ। ମାଦକତା, ମନ୍ଦ, ଖରାପ, ଚୋରି, ତସ୍କର। ତେଣୁ ଆମେ ୱି ହାଭ୍ ବିକମ୍ ସ୍ଲେଭ୍ ଅଫ୍ ଦ ୱାର୍ଲଡ, ଜଗତର କ୍ରୀତଦାସ ହେଉଛୁ। ତେଣୁ ଆଜି ଏଇଟା କରେ ବେଲେ ମନ ଯାହା ଯୁଆଡ଼େ ଡାକୁଛି ଯାଉଛୁ, ପିଇ ବେଲେ ଭୟଙ୍କର ପିଉଛୁ, ଖାଅ ବେଲେ ଭୟଙ୍କର ଖାଉଛୁ, ବୁଲ ବେଲେ ଭୟଙ୍କର ବୁଲୁଅଛୁ, ଯାହାରି ଫଳରେ କି ଆମର ଜୀବନ ଆମର ଆୟତ୍ତରେ ନାହିଁ। ଅନ୍ୟମାନେ ଆମମାନଙ୍କୁ ଚଲାଉଛନ୍ତି। ଆଗରେ ତ ବ୍ରିଟିଶ ଶାସନରେ ଥିଲୁ, ଆଜି এই ଜଗତର ମନ୍ଦ ଅଧିପତିର ବିରୁଦ୍ଧରେ ଆମେ ସମସ୍ତେ କାଳାତିପାତ କରୁଅଛୁ। ଆମର ଚକ୍ଷୁ ସିନା ଅଛି, କିନ୍ତୁ ଅନ୍ତରାତ୍ମାରେ ଆମେ ଅନ୍ଧ ହୋଇଯାଉଅଛୁ। ତେଣୁକରି ଯିଏ ଅନ୍ଧ, ଯୁଆଡ଼େ ବାଡ଼ି ବୁଲେଇଲା ପରି ତାର ଜୀବନ ସବୁବେଳେ ମନ୍ଦ କାର୍ଯ୍ୟ, ମନ୍ଦ ଦୁଶ୍ଚିନ୍ତା, ମନ୍ଦ ସମ୍ପର୍କ ଏବଂ ମନ୍ଦ ଭାଷା, ମନ୍ଦ ଚିନ୍ତା ଦ୍ୱାରା ଆଜି ଜଗତ ପ୍ରିୟର ଭାଇ ଭଉଣୀମାନେ ମନ୍ଦରେ ପରିପୂର୍ଣ୍ଣ ହୋଇଅଛି। ତେଣୁକରି ଯେତେବେଳେ ପ୍ରଜ୍ଞା ନାହିଁ ଆଉ ଯେତେବେଳେ ଚରିତ୍ର ନାହିଁ, ନିଶ୍ଚିନ୍ତ ଭାବରେ ଆମର ଜୀବନ କେଉଁ କାଟେଗୋରୀରେ ଅଛି ଆମେ ଅନୁମାନ କରିପାରିବା। ତେଣୁ ଯେତେବେଳେ ପ୍ରଜ୍ଞା ନାହିଁ ଅର୍ଥ ଅନ୍ତଃକରଣ ଚକ୍ଷୁ, ଏବଂ ଯେତେବେଳେ ଚରିତ୍ର ନାହିଁ ଶାରୀରିକ ପବିତ୍ରତା, ନିର୍ମଳ ନିଷ୍କଳଙ୍କ ନିଷ୍ପାପ। ପ୍ରଜ୍ଞା ନାହିଁ ଅନ୍ଧ ହୋଇଯାଇଛୁ, ଚରିତ୍ର ବି ନାହିଁ। ଅନ୍ଧ ଦ୍ୱାରା ଆମର ଶରୀର କ୍ଷତ ବିକ୍ଷତ ହୋଇଅଛି ଏବଂ ଆମର ସମ୍ପର୍କ କ୍ଷତ ବିକ୍ଷତ ହୋଇଅଛି ଏବଂ ଆମର ଭାଷା ଛଳନାରେ ପରିପୂର୍ଣ୍ଣ ହୋଇଅଛି ଏବଂ ଆମର ଚିନ୍ତାଧାରା କୁଟିଳ ବା ବିଭିନ୍ନ ପ୍ରକାର କୃତ୍ରିମ ହୋଇଛି। ତେଣୁକରି କୃତ୍ରିମ ଖାଦ୍ୟ ଖାଉଛୁ, କୃତ୍ରିମ ଫଳ ଖାଉଛୁ, କୃତ୍ରିମ ସମ୍ପର୍କ, କୃତ୍ରିମ ହସ, କୃତ୍ରିମ ବ୍ୟବହାର ଫଳରେ ପ୍ରିୟର ଭାଇ ଭଉଣୀମାନେ ଆମମାନଙ୍କର ଜୀବନରେ ଆମେମାନେ ସଫଳତା ଅର୍ଜନ କରିପାରୁନାହୁଁ। ତେଣୁ ଆମେମାନେ ଆମର ଜୀବନ କେତେବେଳେ କାହାର ଯିବ ଜଣା ନାହିଁ। ଏବେ ଆମର ଭାଇ ଫେମସ୍ ସିଙ୍ଗର ଷ୍ଟିଫେନ୍ ଆମ ଗହଣରେ ନାହାନ୍ତି। ଅନେକ କିଛି କଳ୍ପନା ଜଳ୍ପନା ଥିଲା। ଆମର ଗୀତ ମଧ୍ୟ କେତେ ରେକର୍ଡ଼ କରିବାର ଥିଲା, କିନ୍ତୁ ଈଶ୍ୱର ଡାକିଲେ ପଳେଇଗଲା। ଆମେ ମଧ୍ୟ ଆଜି ଅଛୁ, କାଲିକି ରହିବା ନାହିଁ। ତେଣୁକରି ଆଟଲିଷ୍ଟ ଏଇ ବିଷୟ ଧ୍ୟାନ କରନ୍ତୁ, କେମିତି ମୁଁ ପ୍ରଜ୍ଞା ପାଇବି। ପ୍ରଜ୍ଞା ହେଉଛି ଈଶ୍ୱରଙ୍କ ସହିତ ସୁସମ୍ପର୍କ। ମୁଁ ଦ୍ରାକ୍ଷାଲତା, ତୁମେ ଶାଖା ପ୍ରଶାଖା। ମୋ ଠାରେ ଯଦି ରହିବ ତମେ ଭଲ ଫଳ ଉତ୍ପନ୍ନ କରିବ। ମୋ ବିନା ମାନେ ତାଙ୍କ ବିନା କିଛି କରିପାରିବ ନାହିଁ। ଆଉ ସେଇ ପ୍ରଜ୍ଞା ହେଉଛି, ଆଉ ଯୀଶୁ ଖ୍ରୀଷ୍ଟ କହନ୍ତି ଆମର ପୁରାତନ ନିୟମରେ, ମୋତେ ଚାଖି ଦେଖ ମୁଁ କେତେ ଭଲ, କେତେ ଉତ୍ତମ। କିନ୍ତୁ ଆମେ ଅନ୍ୟ ଜିନିଷ ଯାକ ଚାଖୁଛୁ, କିନ୍ତୁ ଈଶ୍ୱରଙ୍କର ଉପସ୍ଥିତି ଚାଖିବାର ଅର୍ଥ କେବଳ ସାଣ୍ଡେ ଯଜ୍ଞରେ ନାହିଁ। ଏଇଠି ଯଦି ଯିଏ ଆଜି ବସିଛ, ଆରମ୍ଭରୁ ଶେଷ ଯିଏ ଲୁହ କାଢ଼ି ଅଛ, ଯିଏ ଅନୁତପ୍ତ ହୃଦୟରେ ଅଛ, ଏଇଟା ତିଷ୍ଠି ରହିବ। ଖାଲି ଲୁହ ଝରାଇ କିଛି ବାହାରୁ ନଥିବ, ସେ ଅନୁତାପ ନାହିଁ। ତେଣୁ ମୋର ପ୍ରିୟର ଭାଇ ଭଉଣୀମାନେ, ଦୁଇଟି ବିଷୟ ମୁଁ କହୁଛି। କ'ଣ ଧନ ସଞ୍ଚୟ କରିବା? ପ୍ରଜ୍ଞା, ଆଉ ଗୋଟେ ଚରିତ୍ର। ଯଦି ଏତିକି ଅଛି, ସ୍ୱର୍ଗ ରାଜ୍ୟ ଉନ୍ମୁକ୍ତ ହେବ
ଈଶ୍ୱର ଆମମାନଙ୍କୁ ସୁନିଶ୍ଚିତ ଭାବରେ ଅନ୍ଧକାରରୁ ଆଲୋକ ଆଡ଼କୁ ନେବେ, ଅନ୍ୟାୟରୁ ନୀତି ଆଡ଼କୁ ନେବେ, ଦୁଶ୍ଚିନ୍ତାରୁ ସୁଚିନ୍ତା ଆଡ଼କୁ ନେବେ, ଦୁଷ୍କର୍ମରୁ ସୁକର୍ମ ଆଡ଼କୁ କାଢ଼ି ନେବେ। ତେଣୁକରି ପ୍ରଜ୍ଞା ଚରିତ୍ର ଯଦି ଆମେ ଈଶ୍ୱରଙ୍କର ସେହି ବରଦାନ ପାଇବା, ଏହି ଜଗତକୁ ଆମେ ନିଜେ ରାଜୁତି କରିବା ନା ଜଗତ ଆମ ଉପରେ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ। ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ